ଯାହା ହଉ ଆଜି ଏଇ ପରିପ୍ରେକ୍ଷୀରେ ଆମର ସେଇ ଭାଇଙ୍କର ସୁପୁତ୍ର କୁନି ଆମର ଓମ୍ ପ୍ରକାଶ ଭାଇଙ୍କ ତରଫରୁ ଆଦର୍ଶ ଯୁବଶ୍ରୀକୁ କିଛି ଆର୍ଥିକ ସହାୟତା ଦିଆଯାଇଛି ଆମର ନିରାଶ୍ରୟମାନଙ୍କୁ ସହାୟତା କରିବା ପାଇଁ ଆଗାମୀ ଦିନରେ। ତ ଏଇ ପରିପ୍ରେକ୍ଷୀରେ ଆମର ପୃଥ୍ୱୀ ଭାଇଙ୍କୁ ଟିକେ ଅନୁରୋଧ କରିବି ସେ କିଛି କହିବେ କେମିତି କ'ଣ ଏ ଜିନିଷଟା ହେଇପାରୁଛି ଭଲ ଲାଗୁଛି। ସମସ୍ତଙ୍କୁ ନମସ୍କାର, ଜୟ ଜଗନ୍ନାଥ। ଆଜି ଯେଉଁ ଆମର ପ୍ରତି ରାତିରେ ଅସହାୟ ଲୋକମାନଙ୍କୁ ଯେଉଁ ଆଜି 3 ବର୍ଷରୁ ଉର୍ଦ୍ଧ୍ୱ ହେବ ଆମେ ଖାଦ୍ୟ ପ୍ରଦାନ କରୁଛୁ ରାତିରେ, ତ ସମସ୍ତଙ୍କର ସହଯୋଗରେ ଏ କାର୍ଯ୍ୟ ହେଇପାରୁଛି। ପ୍ରତିଦିନ ରାତିରେ ଆମର ଗଣେଶ ଭାଇ ଯିଏ ଗ୍ରୀନ୍ ଚିଲିର ସେ ଅଛନ୍ତି ମାଲିକ ଅଛନ୍ତି, ସେ ପ୍ରତିଦିନ ରାତିରେ ଖାଦ୍ୟ ଦିଅନ୍ତି। ତା ସହିତ ଆମେ ଚେଷ୍ଟା କରୁ ତାଙ୍କ ଉପରେ କେମିତି ପ୍ରେସର ନ ହୋଇପାରିବ, ସେଥିପାଇଁ ଆମେ ସବୁଆଡ଼ୁ ଖାଦ୍ୟ ସଂଗ୍ରହ କରୁ। ଯାହାର ବ୍ରତ ହେଉଛି, ବିବାହ ହେଉଛି ବା କୌଣସି କାର୍ଯ୍ୟ ହେଉଛି, ଆଜି ଖୁସି ଲାଗୁଛି ଏବେ ଆମକୁ ଆଉ ତାଙ୍କ ପାଖରେ ପହଞ୍ଚିବାକୁ ପଡ଼ୁନି, ଲୋକମାନେ ଆମକୁ ଯୋଗାଯୋଗ କରୁଛନ୍ତି ଏବଂ ଆମ ପାଖରେ ପହଞ୍ଚୁଛନ୍ତି। ସେଇଭଳି ଭାବରେ ଆଜି ମଧ୍ୟ ଓମ୍ ପ୍ରକାଶ ଭାଇ ଦେଖିପାରୁଥିବେ ବହୁତ କୁନି ପିଲାଟିଏ, +2 ସାଇନ୍ସ ଏଥିରେ ପରୀକ୍ଷା ଦେଇଛନ୍ତି, କିନ୍ତୁ ଏତେ ସୁନ୍ଦର କଥାବାର୍ତ୍ତା ପ୍ରଥମେ ଯେତେବେଳେ ବସିଲେ ଏତେ ସୁନ୍ଦର କଥାବାର୍ତ୍ତା ଖୋଜି ଖୋଜି ନମ୍ବର ବାହାର କରୁଛନ୍ତି। ସେ ଚାହିଁଥିଲେ ସେଇ ସାଙ୍ଗସାଥୀ ଏବଂ ଗାଁ ଲୋକଙ୍କ ଭିତରେ ସୀମିତ ରହିଥାନ୍ତେ। ତାଙ୍କର ଆଜି 16 ପାଲା ଏବଂ ଆଜି ଜନ୍ମଦିନ ମଧ୍ୟ। ବହୁତ ବହୁତ ମୁଁ ଭଗବାନ ନିକଟରେ ପ୍ରାର୍ଥନା କରିଛି ଛୁଆର ମଙ୍ଗଳ ହଉ ଏବଂ ବହୁତ ଉପରକୁ ଛୁଆ ଯାଉ, ବାପା ମାଆଙ୍କର ନାଁ ରଖୁ ଏବଂ ସେ ଚିନ୍ତାଧାରା ଯେ ଆଦର୍ଶ ଯୁବ ପରିଷଦକୁ ଖାଦ୍ୟ ପ୍ରଦାନ କଲେ ସେ ଖାଦ୍ୟ ମୋର ଅସହାୟ ବ୍ୟକ୍ତିମାନଙ୍କ ପାଖରେ ପହଞ୍ଚିବ ଏବଂ ଏହି ପରିପ୍ରେକ୍ଷୀରେ ମଧ୍ୟ ସେ 500ଟି ମୁଦ୍ରା ମଧ୍ୟ ପ୍ରଦାନ କରୁଛନ୍ତି। ସେଥିପାଇଁ ଛୁଆର ଏଇ ପିଲାର ଭବିଷ୍ୟତ ଭଗବାନ ନିକଟରେ ପ୍ରାର୍ଥନା କରୁଛୁ ଯେ ଭବିଷ୍ୟତ ଉଜ୍ଜଳମୟ ହଉ ଏବଂ ବହୁତ ଉନ୍ନତି କରନ୍ତୁ। ତା ସହିତ ଏବଂ ଦେଖିପାରୁଥିବେ ଆମର 2ଟି କୁନି କୁନି ପିଲା ବି ଆସିଛନ୍ତି ଏବଂ ଏ ବି ମଧ୍ୟ ତାଙ୍କ ସେଇ ପିଢ଼ିରେ ସେ ଚାଲୁଛନ୍ତି ଏବଂ 2 ଜଣଙ୍କର ଭବିଷ୍ୟତ ମଧ୍ୟ ଆଗକୁ ଉଜ୍ଜଳମୟ ହଉ ଏବଂ ସେ ବି ମଧ୍ୟ ସେବାରେ ମନୋଭାବ ନିବେଶ କରନ୍ତୁ। ଭାଇ ମଧ୍ୟ କହିଛନ୍ତି ଯେତେବେଳେ ରକ୍ତ ଆବଶ୍ୟକ ପଡ଼ୁଛି ନିଶ୍ଚିତ ଭାବରେ ଆମେ ଦେବାକୁ ପ୍ରସ୍ତୁତ ଅଛୁ। ଆପଣମାନେ ଏତେ କିଛି କାର୍ଯ୍ୟ କରୁଛନ୍ତି, ଆମେ ଏଇ ଛୋଟ ଛୋଟ କାର୍ଯ୍ୟ ନିଶ୍ଚିତ ଭାବରେ ଆପଣମାନଙ୍କୁ ସହଯୋଗରେ ହାତ ବଢ଼େଇବୁ। ତେଣୁ ଆପଣମାନଙ୍କର ଏଇଭଳି ଭାବରେ ସହଯୋଗ ଥାଉ। ସମସ୍ତେ ମଙ୍ଗଳପୁର ଆସିଛନ୍ତି, ଆମ ପାଖରେ ପହଞ୍ଚୁଛନ୍ତି, ତେଣୁ ମହୁମାଳରୁ ଆସିକି ଆମ ପାଖରେ ପହଞ୍ଚନ୍ତି, ସେଥିପାଇଁ ଆପଣମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ଅତି ଉତ୍ସାହର ସହ ଆସି ପହଞ୍ଚିଥିବାରୁ ଆପଣମାନଙ୍କୁ କୃତଜ୍ଞତା ଜ୍ଞାପନ କରୁଛୁ ସଂଗଠନ ତରଫରୁ। ଜୟ ଜଗନ୍ନାଥ। ଜୟ ଜଗନ୍ନାଥ। ଠିକ୍ ଅଛି।